ଭାରତର ଦୀର୍ଘତମ ସମୁଦ୍ର ପୋଲକୁ ଲୋକାର୍ପିତ କରାଗଲା। ଏହି ଅଟଳ ସେତୁର ଉଦ୍ଘାଟନ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 18,000 କୋଟି ବ୍ୟୟରେ ତିଆରି ହୋଇଛି ଏହି ସେତୁ। ଏହି ସେତୁରେ ବାଇକ୍, ଟ୍ରାକ୍ଟର ଓ ଅଟୋ ଯିବା ପାଇଁ ଅନୁମତି ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଦେଶର ଦୀର୍ଘତମ ସମୁଦ୍ର ସେତୁ ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ ଅର୍ଥାତ୍ MTHLର ଉଦ୍ଘାଟନ କରିଛନ୍ତି। ଅଟଳ ବିହାରୀ ବାଜପେୟୀ ସେରୁଇ ନାମକ ଏହି ସମୁଦ୍ର ବ୍ରିଜ୍ ଦକ୍ଷିଣ ମୁମ୍ବାଇକୁ ନାଭି ମୁମ୍ବାଇ ସହିତ ସଂଯୋଗ କରୁଛି ଏବଂ ବର୍ତ୍ତମାନ 2 ଘଣ୍ଟାର ଯାତ୍ରା ମାତ୍ର 15ରୁ 20 ମିନିଟ୍ ଲାଗିବ। 21.8 କିଲୋମିଟର ଲମ୍ବର ସେତୁ 17,840 କୋଟିରୁ ଅଧିକ ବ୍ୟୟରେ ନିର୍ମିତ ହୋଇଛି। ଡିସେମ୍ବର 2016ରେ ପ୍ରଧାନମନ୍ତ୍ରୀ ମୋଦି ସେତୁର ମୂଳଦୁଆ ପକାଇଥିଲେ ଏବଂ ଗତ 7 ବର୍ଷ ମଧ୍ୟରେ ଏହା ନିର୍ମାଣ କରାଯାଇଛି। ବ୍ୟୁରୋ ରିପୋର୍ଟ, ଓଡ଼ିଶା ଭଏସ୍ 24।